ए चैनल रो समस्त संवाद गुड़िक तथ्य भित्तिक और सत्य उपर आधारित। तेणु ए चैनल को आपण देखंतु, लाइक शेयर सब्सक्राइब करंतु। ब्लॉक स्तरीय महिमा अलेख धर्मावलंबी 3 दिनिया विश्व शांति महायज्ञ अनुष्ठित। ଏହି ପବିତ୍ର କାର୍ଯ୍ୟକ୍ରମରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଜୋରନ୍ଦା ମହିମା ଗାଦିର 30ରୁ ଉର୍ଦ୍ଧ୍ୱ ବକଳଧାରୀ ଓ କୌପିନଧାରୀ ସନ୍ଥ ଯୋଗ ଦେଇଥିଲେ। ବାଲେଶ୍ୱର ଜିଲ୍ଲାର ଭୋଗରାଇର ବ୍ଲକ ଅନ୍ତର୍ଗତ କାନ୍ଥିବହୁରୀ ପଞ୍ଚାୟତର ଡାକବଙ୍ଗଳା ଛକ ପଡ଼ିଆରେ 3 ଦିନ ବ୍ୟାପୀ ବ୍ଲକ ସ୍ତରୀୟ ମହିମା ଅଲେଖ ଧର୍ମାବଲମ୍ବୀଙ୍କ ସମ୍ମିଳନୀ ଓ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି। ଏହା ଛତିଶଗଡ଼ ଓ ଜୋରନ୍ଦା ମହିମା ଗାଦିର 2 ଶ୍ରେଣୀର 50ରୁ ଉର୍ଦ୍ଧ୍ୱ ବକଳଧାରୀ ଓ କୌପିନଧାରୀ ସନ୍ଥଙ୍କ ସମେତ ଭୋଗରାଇର 70ରୁ ଉର୍ଦ୍ଧ୍ୱ ସନ୍ଥଙ୍କ ଯୋଗଦାନରେ ଅଖଣ୍ଡ ପ୍ରଜ୍ୱଳନ ପୂର୍ବକ ସୋମବାର ଦିନ ବିଶ୍ୱ ଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇ ପ୍ରତ୍ୟହ ଭଜନ ଓ ପ୍ରବଚନ ଚାଲିବା ସହିତ ଗୁରୁବାର ଦିନ ଭୋର 5ଟାରେ ପ୍ରସାଦ ବଣ୍ଟନ କରାଯାଇ ସମାପନ ହୋଇଛି। ତେବେ 3 ଦିନ ଧରି ବ୍ରହ୍ମଲାଭର ଲକ୍ଷ୍ୟ ରଖି ଉଚ୍ଚାରିତ ମୁହୁର୍ମୁହ ଅଲେଖ ମହିମା ଶବ୍ଦ ଆକାଶର ଚନ୍ଦ୍ରମାଙ୍କୁ ଘିଅ ଦୀପାଳିର ଆଲୋକ ମଧ୍ୟରେ ନିରାକାର ବାଦ ଶୂନ୍ୟ ପୁରୁଷ ପୂଜନ ଚାଲିଥିଲା। କାନ୍ଥିବହୁରୀ ଡାକବଙ୍ଗଳା ଛକସ୍ଥିତ ଜୋରନ୍ଦା ଗାଦି ମନ୍ଦିରର ଶ୍ରୀ ଯୋଗେଶ୍ୱର ମହିମାଙ୍କ ସ୍ମୃତିକୁ ଅବଲୋକନ କରିଥିବା ବେଳେ ସନ୍ଥକବି ଭୀମଭୋଇଙ୍କ ଭଜନମାଳା ଗାନ କରାଯାଇଥିଲା। ହିନ୍ଦୁ ସମାଜର ପୈତଳିକତା, ଜାତିବାଦ ଓ ବାହ୍ୟ ଉପଚାର ଆଦି ବିଷୟରେ ସ୍ୱର ଉତ୍ତୋଳନ ସହିତ ସତ୍ୟ ଓ ନିରାଡମ୍ବର ଜୀବନଯାପନ ବିଷୟରେ ସନ୍ଥମାନେ ପ୍ରବଚନ ମାଧ୍ୟମରେ ଜନସଚେତନ ସୃଷ୍ଟି କରିବା ସହ ମହିମା ଧର୍ମର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପରିଚାଳନାରେ ଭୋଗରାଇ ମହିମା ଅଲେଖ ଧର୍ମାବଲମ୍ବୀ ଓ କାନ୍ଥିବହୁରୀ ଗ୍ରାମବାସୀମାନେ ସହଯୋଗ କରିଥିଲେ। ବାଲେଶ୍ୱର ଜିଲ୍ଲାର ଭୋଗରାଇରୁ ଭଗବାନ ଚନ୍ଦ୍ର ବେହେରାଙ୍କ ରିପୋର୍ଟ, ସତ୍ୟ ସନ୍ଧାନ।